ଭାରତର ଗବର ଶିଖର ଧାୱନ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଘରୋଇ ତଥା ଆନ୍ତର୍ଜାତିକ କ୍ରିକେଟ ପାଇଁ ସେ ବିଦାୟ ନେଇଛନ୍ତି। ଏହି 37 ବର୍ଷୀୟ ଖେଳାଳି 2020 ମସିହାରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ତାଙ୍କର 13 ବର୍ଷ କ୍ୟାରିୟରରେ ସେ 34 ଟେଷ୍ଟ, 167 ଦିନିକିଆ ଏବଂ 68 ଟି20 ମ୍ୟାଚ୍ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଏହି ଅବସରରେ ଘୋଷଣା କରି ଧାୱନ କହିଛନ୍ତି ଯେ, ବର୍ତ୍ତମାନ ଯଦି ପଛକୁ ଚାହିଁବି ତେବେ ମୁଁ ଅନେକ ସ୍ମୃତି ଦେଖୁଥାଏ ଏବଂ ଯେତେବେଳେ ମୁଁ ଆଗକୁ ଦେଖେ ସେତେବେଳେ ମୁଁ ସମଗ୍ର ବିଶ୍ୱକୁ ଦେଖୁଥାଏ। ଶିଖର ଧାୱନ ଅଷ୍ଟ୍ରେଲିଆ ବିପକ୍ଷରେ ମୋହାଲିରେ ପ୍ରଥମ ଟେଷ୍ଟ ଖେଳିଥିଲେ। 2013 ଠାରୁ ସେ ପର୍ଯ୍ୟନ୍ତ 34 ଟେଷ୍ଟରେ ଭାଗ ନେଇଛନ୍ତି। ଧାୱନ ଶେଷ ଥର ପାଇଁ 2018ରେ ଏକ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ କ୍ରିକେଟର ଦୀର୍ଘତମ ଫର୍ମାଟରେ ହାରାହାରି 40.61 କରି 2315 ରନ୍ ସଂଗ୍ରହ କରିଥିଲେ। ଏହି ଅବଧିରେ ସେ 7ଟି ଶତକ ଏବଂ 5 ଅର୍ଦ୍ଧଶତକ ହାସଲ କରିଥିଲେ। ଧାୱନଙ୍କ ସର୍ବାଧିକ ସ୍କୋର ହେଉଛି 190 ରନ୍। ଶିଖର ଧାୱନ ଭାରତ ପାଇଁ 2010ରେ ବିଶାଖାପଟ୍ଟନମରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିଥିଲେ। ସେ 167 ମ୍ୟାଚ୍ରେ 6793 ରନ୍ ସଂଗ୍ରହ କରିଛନ୍ତି। ଧାୱନ ହାରାହାରି 44.11 ସ୍କୋର କରିଛନ୍ତି ଏବଂ ଷ୍ଟ୍ରାଇକ୍ ହାର 91.35 ରହିଛି। ତାଙ୍କ ନାମରେ 17 ଶତକ ଏବଂ 39ଟି ଅର୍ଦ୍ଧଶତକ ରହିଛି। ତାଙ୍କର ଟି20 କ୍ୟାରିୟର ବିଷୟରେ କହିବାକୁ ଗଲେ ଧାୱନ 68 ମ୍ୟାଚ୍ରେ 1769 ରନ୍ ସଂଗ୍ରହ କରିଛନ୍ତି। ସେ 11ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ଧାୱନ ମଧ୍ୟ IPLରେ ବହୁ ରନ୍ ସଂଗ୍ରହ କରିଛନ୍ତି। ସେ ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍। ଅଧିକାଂଶ ରନ୍ ସ୍କୋର କରିବାରେ ସେ ବିରାଟ କୋହଲିଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। 2022 IPL ମ୍ୟାଚ୍ରେ ଧାୱନ 6769 ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ 2ଟି ଶତକ ଏବଂ 51 ଅର୍ଦ୍ଧଶତକ ହାସଲ କରିଛନ୍ତି। ଧାୱନଙ୍କ ହାରାହାରି ହେଉଛି 35.26 ଏବଂ ଷ୍ଟ୍ରାଇକ୍ ରେଟ୍ ହେଉଛି 127.14, ଯାହାକି ଟି20 ରେକର୍ଡ।